ମିଟୁ ଶୁଆ ଜଙ୍ଗଲରେ ସବୁ ପକ୍ଷୀ ଛୁଆଙ୍କୁ ପାଠ ପଢ଼ାଏ। ସେ ସମସ୍ତଙ୍କୁ ସ୍କୁଲରେ ମାଗଣାରେ ପାଠ ପଢ଼ାଏ। ମିଟୁ ଶୁଆ ସେ ଜଙ୍ଗଲରେ ବହୁତ ଭଲ ଥିଲା। ପିଲାମାନେ ଜଲ୍ଦି ଜଲ୍ଦି ଖାତା ବାହାର କର। ଦେଖ ପିଲାମାନେ, A ଫର୍ apple, B ଫର୍ ball, C ଫର୍ cat। ଏମିତି ପାଠ ପଢ। ତାପରେ ଟିକି ଚଢ଼େଇ ତା ବସାରେ ଆସି ବହୁତ ଖୁସିରେ ରୁହେ। ସେ ପାଠ ପଢ଼ିକି ଆସିଥାଏ। ହେଲେ ଅଚାନକ ବର୍ଷା ପବନ ଆରମ୍ଭ ହେଇଗଲା। ଆକାଶରେ ବହୁତ ଜୋରରେ ଘଡ଼ଘଡ଼ି ବିଜୁଳି ମାରିଲା। ବହୁତ ଜୋରରେ ବର୍ଷା ହେଲା। ସବୁ ଘର ଦୁଆର ଭାଙ୍ଗିଗଲା। ଏତେ ଜୋର ବର୍ଷା ପବନ ହେଲା ଯେ ସବୁ କିଛି ବୁଡ଼ିଗଲା। ଏପଟେ ମିନି ଚଢ଼େଇ ବଣ୍ଟି ପାରା ଗଛରେ ବସିକି ସେମିତି ଓଦା ହେଉଥାନ୍ତି, କାହିଁକି ନା ତାଙ୍କ ପାଖରେ ଗୋଟେ ଭଲ ଘର ନଥିଲା। ବର୍ଷା ପୂର୍ବରୁ ସେ ଘର ତିଆରି କରିନଥିଲେ। ଏପଟେ ଗଛ ସବୁ ଭାଙ୍ଗି ପଡ଼େ। ବନ୍ୟା ପାଣି ଚାରିଆଡ଼େ ପଶିଯାଏ। ଗଛ ଗୁଛ ଭାଙ୍ଗିବା ଦେଖି ସବୁ ଚଢ଼େଇମାନେ ପୁରା ଡରି ଯାଆନ୍ତି। ଆକାଶରେ ଭୟଙ୍କର ଝଡ଼ ତୋଫାନ ସାଙ୍ଗକୁ ବିଜୁଳି ମାରେ। ଘଡ଼ଘଡ଼ି ବିଜୁଳି ବର୍ଷା କମିବାର ନାଁ ଧରେନି। ଲଗାତାର 2 ଦିନ ଲାଗି ଏମିତି ବର୍ଷା ହୁଏ ବହୁତ ଜୋରରେ। ଏପଟେ ଟିନୁ ଚଢ଼େଇ ତା ବସାରେ ବସି ବର୍ଷାକୁ ଦେଖୁଥାଏ। ହେଲେ ବର୍ଷା ଛାଡ଼ୁ ନଥାଏ। କାଳୁ କାଉ ଗୋରି କାଉ ପାଖରେ କୌଣସି ବି ଘର ନଥାଏ। ସେମାନେ ଗୋଟେ ଗଛ ମୂଳରେ ବସି ବର୍ଷାରେ ସେମିତି ଭିଜୁଥାନ୍ତି। ହେଲେ ବର୍ଷା